श्री जगद्गुरु सर्वभूतात्मा तस्मै श्री गुरवे नमः। ओम शिशु अनंत देवाय नमः। ओम क्लीं गुरुदेवाय। आज पवित्र गम्हा पूर्णिमा। यही गम्हा पूर्णमी रे ठाकुर बलराम अवतार पुरुष जे कि बलराम से आज रोहिणी मां गर्भरू जन्म ग्रहण करते। आमर आदिकवि सारला दास सी तांकर जो महाभारत लिखिं ता भितर से गोटे मत देइछन्ति रोहिणी नामक एक गाई नंदराजांकर गोगष्ठरे थिला। सेतेबेले गोगष्ठ कहे बहु गाईर समाहार। आपण माने मध्य टिके 5 वर्ष 10 वर्ष पूर्व को चिंता कले जानी पारिबे गोगष्ठटा किभली भावरे आम गाँ गहली थिला। गोटे गाई चरुथिले, गाई को बेकरू पघा फिटेई दियो ये कथा जी कहूले से लोकटी पुणी अपराह्न गाई बांध बोली मध्य से कुहाटुले। किंतु आज से कथा अच्छी कि नहीं मु भी देखी पारुनी, कारण मुझे एत आड़े बुलूची ना कि कौटी गाई फिटा गाई बांध ये सब कथा कौटी ना। जदिओ भी कौटी गोटे गाई 10-5टा गाई की आम देखुचु ता भितरे बलद ये कर्मर प्रतीक जहा द्वारा कृषि कार्य कृषक करे से जो बलद सी बलद जमा ना गोटे कौटी गोटाए गोटाए जगार गोटाए गोटाए बलद कौटी देखा हुए। से जो देखा हुए से तार रूप बा तार जो सामर्थ्य थिला से नहीं, अत्यंत दुख कष्टर से जीवन यापन करुछि। यही होउछि मनीष मानंकु गोमातांकर अभिशाप। तमे छुआटीए जन्म करुच ताकू केमिति खाइबाकू दब पीवाकू दब कि पोशाक पिंधे दब सेटिपाई जदि तमे घंटा घंटा समय विनियोग करुच किंतु गोटे गृहपालित पशु जहाकू अरण्य भितरू तांकू उद्धार करी गाँ गहलीर घरोई लोकों सहित ताकू बंधुत्व स्थापन करे। आज से सब ना नथिले भी आम आउ कौन करूँ कांडे कौनटा मकदमा करूँ ना कौन करूँ। ये हूँ गोटे कथा।
ମଣିଷ ଜଗତରେ ଗୋଟିଏ ଗର୍ଭଣୀ ମା ସିଏ ଯଦି ପୁଅଟିଏ ଜନ୍ମ ନ କରି ଝିଅଟିଏ ଜନ୍ମ କଲା, ସେତେବେଳେ 2-3 ଦିନ କି 5 ଦିନ କି 7 ଦିନ କ'ଣ ଗୋଟେ ତାର ଶ୍ୱଶୁର ବନ୍ଧୁ ବାନ୍ଧବ ଯିଏ ଗୋଟେ ଆସିକି ତାଙ୍କ ଘରେ ପହଞ୍ଚିବ ବା ସେ କଥାକୁ ଶୁଣିବ ତାର ଝିଅଟିଏ ହେଇଛି, କାହାରି ମୁହଁରେ ତାର ପ୍ରଶଂସା ଶୁଭିବ ନାହିଁ। ମାନେ ଝିଅ ଜନ୍ମକୁ ସେମାନେ ଆଦୌ ଗ୍ରହଣ କରିପାରୁନାହାନ୍ତି ଏପର୍ଯ୍ୟନ୍ତ। ଏବେ 2-3 ଜଣ ଲୋକଙ୍କ ଠାରୁ କି 4-5 ଜଣ ଖଣ୍ଡେ ହେବେ କି କ'ଣ, ସେଇଭଳିଆ ଲୋକମାନଙ୍କ ଠାରୁ ଝିଅ ଜନ୍ମକୁ ସ୍ୱାଗତ କରିବା ଏ କଥାଟା ମୁଁ ଶୁଣିଛି। ମୁଁ ଶୁଣିକିରି କହେ ଯାହା ହଉ ତୁ ମୋତେ ଏ କଥା ଶୁଣେଇକିରି ତୁ ଧନ୍ୟ କଲୁ, ମୁଁ ସେଥିପାଇଁ ଗର୍ବିତ। ଆଜି କାଲି ସନ୍ଧ୍ୟାରେ ଆଉ ଆଜି ସକାଳ ଗୋଟିଏ ମା, ମୁଁ ତ ପାରାଦୀପରେ ଥିଲି ଆଖଣ୍ଡଳମଣିଙ୍କ ଆସ୍ଥାନରେ, ଗୋଟିଏ ମା ତା ଝିଅଟିକି ନେଇକିରି ଆସିଲା। ତାର ଗୋଟିଏ ପୁଅ ସେ ଏତେ ଦୁଃଖରେ ଅଛି, ପୁଅଟିଏ ଜନ୍ମ କରିଛି, ତାକୁ 20 ବର୍ଷ ପାଳିଛି, ପାଠ ପଢ଼େଇଛି, ସବୁ। ଏମିତି ଗୋଟେ କୁସଙ୍ଗ କି ଅଭ୍ୟାସକୁ ଆପଣେଇ ଶେଷରେ ସେ ଗୋଟିଏ ବୋଲି ପୁଅ ସେ ଗୋଟେ ମାନେ ଇନସିଡେଣ୍ଟରେ ବା ଗାଡ଼ି ଧକ୍କାରେ ଦୁନିଆରୁ ଚାଲିଗଲା। ଇଏ ଗୋଟେ ଦୁଃଖ, ଆକୁ ମଧ୍ୟ କୌଣସି ବାପ ମା ଶୁଣିବା ପାଇଁ ମଧ୍ୟ ତାକୁ କଷ୍ଟ। ଆମେ ବୁଝଉଛୁ, ବୁଝିଲେ କ'ଣ ମନ କଥା ମନରେ ରହିଛି। ଇଏ ଗଲା ଗୋଟେ ପୁଅର କଥା। କିନ୍ତୁ କାଲି ଯେଉଁ ମାଟି ଆସିଥିଲା, ସିଏ ମାର ଗୋଟିଏ ପୁଅ ଗାଡ଼ିଟିଏ କିଣିକିରି ଆଣିଥିଲା, ଶିଶୁ ଅନନ୍ତଙ୍କ ପାଖରେ ପୂଜା କଲା, ତାପରେ ଘରକୁ ଗଲା। ଯେଉଁଦିନ ଘରକୁ ଗଲା ସେଇଦିନ କି ତା ପରଦିନ ସିଏ ପୁଣି ସେଇ ଗାଡ଼ି ଧକ୍କାରେ ମାନେ ତା ଜୀବନ ନେଇଥିଲା। ତାର ବଂଶରେ ଅନ୍ୟ ଭାଇମାନଙ୍କର ପୁଅ ଝିଅ ଅଛନ୍ତି, ବଂଶ ବୁଡ଼ି ଯାଉନି, କିନ୍ତୁ ସିଏ କ'ଣ ଆଉ ତାକୁ ପାଇବ? କେବଳ ସେ ପିଲାମାନଙ୍କୁ ଦେଖି କାନ୍ଦୁଛି। ଏଇ ସ୍କୁଲରେ ସେ ପିଲାଟି ପାଠ ପଢ଼ୁଛି। ତେବେ ଏମିତି ସବୁ ଜୀବନର କଥା। ଏଇ ଯେଉଁ ଆପଣମାନେ ଗତକାଲିର ସେ ଯେଉଁ ମାଆଟି ଝିଅଟିକୁ ନେଇକି ଆସିଲା, ମୁଁ ତାକୁ ଦେଖିଲି। ଦେଖିବା ପରେ ମୋର ମନେ ପଡ଼ିଗଲା ଏ ଝିଅଟି ହେଉଛି ଏ ମାର ଯେଉଁ ନଣନ୍ଦ ବୋଲି ଗୋଟେ କ'ଣ ଶବ୍ଦ ଅଛି, କାହାକୁ ନଣନ୍ଦ କହନ୍ତି ମୁଁ ବି ଏପର୍ଯ୍ୟନ୍ତ ଲାଗି ଶୁଣେ। ନଣନ୍ଦ, ଦିଅର, ଏମିତି ଗୋଟେ କଥା ଅଛି ଆମ ଓଡ଼ିଶାରେ, ଓଡ଼ିଆରେ ଅଛି।
ସେଇ ନଣନ୍ଦର ସେ ହେଉଛି ସିଏ। ତାର ଯେତେବେଳେ ତିନିଟା କି ଚାରିଟା କି ଝିଅ ହେଲେ ସେ ବହୁ ଆଶା କରୁଥିଲା ପୁଅଟିଏ ହବ। ଠାକୁର ତ ଆମର କଡ଼ଲି ଚାକର ନୁହନ୍ତି। ଠାକୁର ହେଉଛନ୍ତି ଜଗତର ଜଗୁଆରୀ। ସେଇଟାକୁ ଆମେ ମାନୁଛୁ ଯେ ଆମେ ଯାହା କହିବୁ ଠାକୁର ସେ କଥାକୁ ମାନିବେ। ଏହାର କାରଣ ତମେ କ'ଣ ମାଗିବ ତାକୁ ଠାକୁର ନିଶ୍ଚୟ ଦେବେ। ଏମିତି କ'ଣ କେଉଁ ଶାସ୍ତ୍ରରେ ଲେଖା ହେଇଛି? ଯଦି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏ 4ଟି ଭାଇ ଜନ୍ମ ହେଲେ, ଇଏ ପୁଣି ଯଜ୍ଞର ଚରୁ ଖାଇଲେ ତାପରେ ଜନ୍ମ ହେଲେ। ଆମେ କହିବା ତାଙ୍କର କାହିଁ ଜନ୍ମ ହେଲେ ଆମର କାହିଁ ହବ? ତେଣୁ ଏସବୁ କଥାରେ ମୁଣ୍ଡ ନ ପୁରେଇ ସେଇ ରାଜା ଦଶରଥଙ୍କର ଏ 4ଟି ପୁଅ ସହିତ ଆଉ ଗୋଟିଏ ଝିଅ ଥିଲା। ସେ ଝିଅର ନାମ ଥିଲା ଶାନ୍ତା। ଏଇ ଶାନ୍ତା ନାମକ ଝିଅ ଇଏ ଜଙ୍ଗଲର ଗୋଟେ ଋଷିଙ୍କ ଆଶ୍ରମରେ ପାଠ ପଢୁଥିଲା ଏବଂ ବଢୁଥିଲା। ରାମ ଲକ୍ଷ୍ମଣ ଯେତେବେଳେ ଜଙ୍ଗଲକୁ ଇଆଙ୍କର ଗଲେ, ଭାଇର ଭଉଣୀ କଥା କେମିତି ମନେ ପଡ଼େ। ଏବେ ଭାଇ ଭଉଣୀ ମକଦ୍ଦମା ହେଉଛି, ମକଦ୍ଦମା ହେଉଛି ତ କେତେ କଥା ହେଉଛି। କିନ୍ତୁ ସେଠି ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ସେ ମନେ ପକେଇଲେ ଯେ ଏଇ ଜଙ୍ଗଲରେ ଅମୁକ ଆଶ୍ରମରେ ମୋ ଭଉଣୀ ଶାନ୍ତା ଅଛି। ପ୍ରକୃତରେ ବି ସେ ଥିଲା। ଭାଇକି ଦେଖିଲା, ତାଙ୍କୁ ଚିହ୍ନିଲା, ଯଥାଚିତ ସେବା ମଧ୍ୟ କଲା। ଏଇ ସେବା ଭିତରେ ରାମଙ୍କ ଆଖିରେ ଯେତିକି ଲୁହ, ଶାନ୍ତା ସେ କନ୍ୟାର ଆଖିରେ ସେତିକି ଲୁହ। ଆଜି ଗହ୍ମା ପୂର୍ଣ୍ଣମୀ, ଭଉଣୀମାନେ ଭାଇମାନଙ୍କ ହାତରେ ଗୋଟାଏ ରାକ୍ଷୀ ବନ୍ଧନ କରନ୍ତି। ଭାଇମାନେ ମଧ୍ୟ ଭଉଣୀମାନଙ୍କୁ କ'ଣ ଗୋଟାଏ ପଇସା ପତ୍ର କି ଫଳ ଦିଅନ୍ତି। ଏଗୁଡ଼ାକ ସବୁ କାହିଁକି ସୃଷ୍ଟି ହେଇଥିଲା? ଆମେ ଏହାକୁ କହୁଛୁ ହିନ୍ଦୁମାନଙ୍କର ଏମିତି ଦୁନିଆ ପର୍ବ। ଏଇ ଯେଉଁ ପର୍ବଟି ସେମାନେ ପାଳନ କରୁଛନ୍ତି, କାହିଁକି ପାଳନ କରୁଛନ୍ତି? ତାର ଆଉ କୌଣସି ବିଶ୍ଳେଷଣ ନାହିଁ। କେବଳ ଭାଇ ଭଉଣୀ ଭିତରେ ଗୋଟେ ସ୍ନେହ, ମମତା, ଶ୍ରଦ୍ଧାଟା ଟିକେ ମଜବୁତ ଟାଣୁଆ। କିନ୍ତୁ ଏ କଥାଟା ବର୍ତ୍ତମାନ ହଉନି। ଆଉ ଯେଉଁ କଥା ହଉଛି କହିଲେ ପୁଣି କିଏ କୋଉଠି କ'ଣ କହିବ। କିନ୍ତୁ ଆମେ ରାଷ୍ଟ୍ରପତିଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଚାଲି ଯାଉଛୁ। ରାଷ୍ଟ୍ରପତିକି ଆମେ ଚିହ୍ନିନୁ କି ଜାଣିନୁ, କି ରାଷ୍ଟ୍ରପତି ହେବା ପରେ ଆମେ ଜାଣିନୁ। ତାଙ୍କ ମୋ ହାତରେ ବାନ୍ଧି ଦେଇକିରି ଆସିକିରି ଆମେ ବଡ଼ ଖୁସିରେ ଗପୁଛୁ। ଯାଇଥିଲି ରାଷ୍ଟ୍ରପତିଙ୍କ ହାତରେ ରାକ୍ଷୀ ବାନ୍ଧିକି ଯାଇଥିଲି। ଏସବୁ କଥା ମାନେ ମୁଖ୍ୟ କଥା ନୁହେଁ, ଏଗୁଡ଼ା ସବୁ ବହୁଳୀୟ କଥା। ରାଷ୍ଟ୍ରପତିଙ୍କୁ ତୁମେ ରାଷ୍ଟ୍ରପତି ହୁଅନ୍ତୁ, ପ୍ରଧାନମନ୍ତ୍ରୀ ହୁଅନ୍ତୁ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ତୁମେ ରାକ୍ଷୀ ବାନ୍ଧି ପାର। ଗଣତନ୍ତ୍ର ଦେଶ, ସେଇଟା କିଛି ଭୁଲ ନୁହେଁ। ତମେ ସେଇ ଭଲ ପାଇବାକୁ ନେଇ ଯାଉନା, ତମେ ଯାଉଛ ଗୋଟେ ବିରାଟ ସ୍ୱାର୍ଥ ନେଇ
ये राष्ट्रपति हाथ में प्रधानमंत्री हाथ में मुख्यमंत्री हाथ में राखी बंधन कर माने ये गोटे बड़ नेता बा बड़ वीर होगला तेणु शांता कांदुंट राम लक्ष्मण सीता ये समस्ते काम कांदा पर्व आरंभ है कहीं भाई भौणी पुणी विच्छेद हम सी पुणी राम फेरी जीवे स्थान को शांता रही कुटीर ये जो कथा को मन पकई गोटे माने कारुण्य रस सृष्टि है आमर लिखिं आम झंकड़ शाला दास लिखिं शाला उपाध से लिखिं रोहिणी नामक गाई से नंदनकर गोष्ठ से नंदनकर गोष्ठ को नंद भी आसती दशटा आसती समस्त आसती किंतु परिचय क्या दिखती ये गाईटा गोटे मनीष छुआ जन्म करी बोली ये परिचय से परिचय देले काले कंस जान कंस जानिले एठी आसिकी मार किंतु गोटे अपप्रचार हो जाइए कर दिया अपप्रचार जे नंदनकर गोष्ठ रोहिणी नामक गाई गोटे मनीष छुआ जन्म समस्ते आश्चर्य गोटे गाई जन्म कर मनीष छुआ से गोष्ठ रोहिणी नामक गाई भी गोटे अच्छी प्रचारता एमती हवा द्वारा आउ से कथार किसी गुरुत्व रहा जन्म करना नहीं गला रोहिणी पुणी केमिटी जन्म कले शाला दास केमिटी लिखि शाला दास होउछंती आदि कवि शाला दास ओडिया भाषा कविता रचना करिवार प्रथम सन्त होउछंती शूद्रमुनि शाला दास सी लिखिछंती जमुना कूल ये रोहिणी नामक गाई चरुला माने घास खाऊला कि कौन खाऊला से जमुना जल भितर निराकार ब्रह्म ज्योति बाबेज्य से जमुना जल रे भासुला जिते रोहिणी खाद्य खाई सारा पर पानी पीला से पानीटा को से पीदेला से जो निराकार ज्योति व शक्ति से रोहिणी गर्भ रोहिणी रूपक नामक गाई भीतर को गला से गाईटी रोहिणी पुत्र भाव जन्म यहाँ शूद्रमुनि शाला मुझे कहूँ मुझे शूद्र मनीष बढ़िया
ତେଣୁ ମାନେ ମୋ ଚିନ୍ତାକୁ ଇଏ ପାଉନି। ମୁଁ ଆଉ ଆପଣମାନଙ୍କୁ ହେଇଯିବ। ଗାଈ କେବେ ବି ମଣିଷ ଜନ୍ମ କରେ, କିନ୍ତୁ ରୋହିଣୀଙ୍କ ନନ୍ଦନ ବଳରାମ ଏହା ସତ୍ୟ। ରୋହିଣୀ ଏବଂ ଦେବକୀ ଇଏ ବସୁଦେବଙ୍କର ଦୁଇଟି। ତେଣୁ ଏ ରୋହିଣୀ ନାମକ ପୁଅ ଜନ୍ମ କରିଥିଲା। ତାକୁ ବି କାଳେ କଂସ ମାରିଦେବ ବୋଲି ଏହି ସନ୍ତାନଟିକୁ ବଞ୍ଚେଇ ରଖିବା ପାଇଁ ନନ୍ଦ ମନ୍ଦିରରେ ଅନେକ ଖୋସାମନ୍ତ ଏଠି ଲାଗିବନି ଶବ୍ଦଟା, ମାନେ ଅନେକ ପ୍ରାର୍ଥନା କରାଯାଇଛି ପୁଅଟି ଯେମିତି ଜନ୍ମ ହେଇଛି ବୋଲି। ଏ ଦେବକୀଙ୍କ ପୁତ୍ର, ଏଇ ବସୁଦେବଙ୍କର ପୁତ୍ର ବୋଲି ଯେମିତି କଂସ ନ ଜାଣେ। ସେତେବେଳେ ଯୁଗ ସବୁ ଇଆ ଥିଲା। ବସୁଦେବ ମଧ୍ୟ ପରାକ୍ରମୀ ବୀର ଥିଲେ। ସେ ଛୁଆଟିକେ ଅତି ଯତ୍ନରେ ପାଳିଲେ ପୁଣି 8 ବର୍ଷ ପର୍ଯ୍ୟନ୍ତ ପାଳିଲେ। କୃଷ୍ଣ ଜନ୍ମ ହେବା ପରେ ଯେତେବେଳେ ନନ୍ଦ ମନ୍ଦିରରେ ବସୁଦେବ ତାଙ୍କୁ ଛାଡ଼ି ଦେଇଗଲେ, ସେତେବେଳେ ବି ରୋହିଣୀ ସେଇଠି ଦେଲେ। ସେଇମାନେ ସେଇ ଗୋଗଷ୍ଟରେ ଥିଲେ। ଯେମିତି କୃଷ୍ଣଙ୍କୁ ଛାଡ଼ି ଦେଇଗଲେ, ଆଉ ଗୋଟାଏ ପ୍ରଚାର ଆରମ୍ଭ ହେଲା। ସେ ପ୍ରଚାରଟି କ'ଣ? ଯେ ନନ୍ଦ ଗୋଗଷ୍ଟରେ ଯୋଉ ଗାଈ ପଲ, ଆଗରୁ ଗୋଟେ ଗାଈ ଜନ୍ମ କରିଥିଲା ଗୋଟେ ମଣିଷ ଛୁଆ, ଆଜି ବି ଗୋଟେ ଗାଈ ଜନ୍ମ କରିଛି ମଣିଷ ଛୁଆ। ଏମିତିଆ ଗୋଗଷ୍ଟ କୋଉଠି ଆଉ ଭାରତ ବର୍ଷରେ ନାହିଁ। ଏଇଭଳି ଭାବରେ ଗୋଟେ ଆନନ୍ଦ ଉତ୍ସବ ଚାଲିଥିଲା। ଏଇ ଆନନ୍ଦକୁ ଉପଲବ୍ଧି କରୁଥିଲେ ନନ୍ଦ, ଯଶୋଦା, ଦେବକୀ, ବସୁଦେବ। ଆଉ କେହି ଆନନ୍ଦ କାହିଁ ଉପଭୋଗ କରିବେ? କ'ଣ ଆନନ୍ଦ କ'ଣ ଜାଣିଛନ୍ତି? ଏଇ ନିତ୍ୟାନନ୍ଦ ପୁରୁଷଙ୍କୁ ପାଇ ନନ୍ଦର ଆନନ୍ଦ କହିଲେ ନ ସରେ। ବସୁଦେବଙ୍କର ତ ଆନନ୍ଦ, ଦେବକୀଙ୍କର ଦୁଃଖ ଚାଲିଯାଏ। ତେଣୁ ସେଇଠି ଆରମ୍ଭ ହେଇଛି ଭାଇ ଭାଇର ସମ୍ପର୍କ। ଆଜି ତ ବହୁତ ପ୍ରବଚନ ଆମେ ସବୁ କରୁଛୁ। ମୁଁ ବି ତା ଭିତରେ କରୁଛି। ମୁଁ ପ୍ରବଚକ ନୁହେଁ, କିନ୍ତୁ କରୁଛି। କ'ଣ କହିବୁ? ତା ଆମେ ଲୋକମାନଙ୍କୁ କ'ଣ କହିବୁ? ଆମେ କହି କହୁଛୁ ମଦ୍ୟ ଛାଡ଼, ମାଦକ ଛାଡ଼, ଗଛ ଲଗାଅ, ଜଙ୍ଗଲରେ ନିଆଁ ନିଭାଅ, ଏ କଥା କହିବୁ। ଆଉ ଏତିକି କଥାରେ ପ୍ରବଚନ ଇତିଶ୍ରୀ ହବ? ଲୋକ କହିବେ ଆପଣ ଆକୁ ଡାକିଥିଲୁ 5 ମିନିଟ୍ ମୋତେ କହିଲେ। ବର୍ତ୍ତମାନ ଆମର ଗୋପାଳ ଆମର ବହୁତ ମୋତେ ଏଠି ଅନୁରୋଧ କଲାଣି, ତୁ କହ, ମୁଁ ଟିକେ ଦେହ ଭଲ ଲାଗୁନି, ତୁ କହ ଟିକେ ଶୁଣନ୍ତୁ। ସିଏ ତାର ଜବରଦସ୍ତି ମୋ ଦେହରେ ଯେଉଁ ବିଷିନି ଲଗେଇଛି। ଆଜି ପୁରା ବଡ଼ ଦିନ, ଭଲ ଦିନ, ବାବା 5 ମିନିଟ୍ ହେଲେ 5 ମିନିଟ୍ରେ କେଉଁ କଥା ସରିଛି ନା ସରିନି? ତେବେ ଯାହା ହଉ, କେତେ ମିନିଟ୍ ହେଲା ତାକୁ ଘଣ୍ଟାରେ ଦେଖ। ତେବେ ଏଇ ରୋହିଣୀଙ୍କ ଗର୍ଭରୁ ଯେଉଁ ବଳରାମ ଜନ୍ମ ହେଲେ, ଦେବକୀଙ୍କ ଗର୍ଭରୁ ଜନ୍ମ ହେଲେ ଭଗବାନ କୃଷ୍ଣ, ଇଏ 2 ଜଣଙ୍କୁ ଗୋଟିଏ ମା, ଦିଓଟି ଯାକ ମା ଥିଲେ, କିନ୍ତୁ ଆଙ୍କୁ ଭଲ ପାଇବା
ତାକୁ ଯେତେବେଳେ ସରଳ ଲବଣୀ ଦିଆଯିବ ତାକୁ ବି ଦିଆଯିବ। ଏଇ ଯେଉଁ ନିରପେକ୍ଷତା ନୀତି, ବାତ୍ସଲ୍ୟ ସ୍ନେହ ମମତାର ପ୍ରୀତି ଯଶୋଦାଙ୍କ ପାଖରେ ଏତେ ଥିଲା ଯେ ସେ ଦିନେ ବି ଠାକୁର ବଳରାମଙ୍କୁ ସେ କେବେ ହେଲେ ଅବହେଳା ପ୍ରଦର୍ଶନ କରିବେ, ଧୂଳିଟିଏ ବି ଲଗେଇବେ। ଯେତେବେଳେ ମଝିରେ ମଝିରେ କୃଷ୍ଣ ଯେତେବେଳେ ଆସି ମାଙ୍କ ପାଖରେ ଭାଇ ନାଁରେ ଗୋଟେ ଛୋଟ ଏଇଟା କ'ଣ ମାନେ ଇଏ କରେ, ଗୋଟେ ଅଭିଯୋଗ କରେ, ଯଶୋଦା ଗୋଟେ ଛାଟ ଧରିକି ରୁହେ। ସେ କ'ଣ ଅଭିଯୋଗ କରେ? ସେ ଅଭିଯୋଗ ହଉଛି ମା, ସେ ଯେଉଁ ଗୋପାଳୁଣୀ ଘରେ ସେ ଯେଉଁ ଆସିକିରି କହୁଥିଲା ଯେ କାହ୍ନୁ ପଶିକିରି ଇଏ ହଁ ଦହି ହାଣ୍ଡି ଭାଙ୍ଗିଦେଲା, ଦହି କାଳେ ମୁଁ ଏ ବଳରାମ ପିଇଗଲେ, ଏଇ ଯେଉଁ ଆଲିଗେସନଟା ସେ କରିଛନ୍ତି। କିନ୍ତୁ ମା ମୁଁ ଜମା ସରଳ ପଣି ମୁଁ ଖାଏ, ମତେ ଯୋଡ଼ାକ ଦେଖିଲେ ବାନ୍ତି ଲାଗେ କି କ'ଣ କରେ, ମୁଁ ଯୋଡ଼ା ଖାଏ। ଆଉ କିଏ ଖାଉଛି ନା ସେଇ ଖାଉଛି, ଭାଇ ଖାଉଛି, ଭାଇ ଖାଉଛି, ମୋ ନାଁ ହଉଛି। ଯେତେବେଳେ ଇଏ କଥା ଯେତେବେଳେ ଯଶୋଦା ଶୁଣନ୍ତି, ଗୋଟେ ବାଡ଼ି ଧରିକିରି ଗଳାନ୍ତି, କହିଲେ ବଳିଆ ତୁ ମୋ କାହ୍ନୁ ନାଁରେ ମିଛ କହୁଛୁ, ସିଏ ସରଳ ପଡ଼ି ଖାଏ ନା ବଳରାମ କହୁଛି। এইଭଳି ଆମ ଘର ସଂସାରର କଥା, ଏହା ହିଁ ଆମ ପରିବାରର କଥା। ଆଜି ଯଦି ଆମ ପରିବାର ଗୁଡ଼ିକ ସିରିହୀନ ହେଇଛି କେବଳ ଏଇ ସବୁ ଛୋଟ କଥାକୁ ନେଇ ଗୋଟେ ବିରାଟ କରିକିରି, ଆଜି ଅନେକ ସୁନାର ସଂସାର ଭାଙ୍ଗିକିରି ଚୂର୍ଣ୍ଣଭୂତ। ଅନେକ ବାପା ମା ଆଜି କାନ୍ଦୁଛନ୍ତି, ସକାଳୁ ନାଲି ଚାହା ଟିକେ ତାଙ୍କୁ ଦବା ପାଇଁ ମଧ୍ୟ ମାନେ ସେଇଟା ମଧ୍ୟ କେହି ତାକୁ ମନେ ପକେଇ ପାରୁନାହାନ୍ତି। ନାଲି ଚାହା ଟିକେ ପିଇବ, ସେଇଟାକୁ ମଧ୍ୟ ଘଣ୍ଟାଏ 2 ଘଣ୍ଟା ବି ଦେଇ। ତେଣୁ ପାରିବାରିକ ଜୀବନର ଏଇ କଥା ଆଜି ଏମିତିଆ ଗୋଟିଏ ଦିନ, ପ୍ରଭୁ ବଳରାମ ଅବତାର ପୁରୁଷ ରୋହିଣୀଙ୍କର ପୁତ୍ର ବୋଲି ତାଙ୍କୁ କୁହାଯାଏ। ଏଇଥିପାଇଁ ଆଜି ପ୍ରତ୍ୟେକ ଗୁହାଳେ, ଏଇ ଯେଉଁ ଗାଈ ରହିବା ଜାଗାରେ ଯେତେ ଗାଈ ଥାଆନ୍ତି ତାଙ୍କୁ ଫୁଲ ଦିଆଯିବ, ଚନ୍ଦନ ଦିଆଯିବ, ଏରା ସବୁ ଆପଣମାନେ ଜାଣନ୍ତି। ପିଠା ସବୁ ହେଇଯିବ, ଦିଆଯିବ। ଗୋଟେ ଖୁସିର ଦିନ ଆଜି। କିନ୍ତୁ ଆଜି ସେ କଥା ନାହିଁ। ସେ ଘାସ ତ ଦଉନାହାନ୍ତି, ଚୋକଡ଼ ଦଉଛନ୍ତି, ଆଉ କ'ଣ ଦେବେ? ତେଣୁ ଗୋମାତା ଆଖିରୁ ଯେତେବେଳେ ଲୁହ ଗଡ଼େ, ଏଇ ଯେଉଁ ନେପାଳର ଆପଣ ଦେଖୁଛନ୍ତି, ନେପାଳରେ ଆଜି ଭୂକମ୍ପ, ବନ୍ୟା, ହଜାର ହଜାର ଲୋକ ଭାସିଗଲେ, କେତେ କୋଠା ବାଡ଼ି ଭାଙ୍ଗି ପଡ଼ିଲା। ଆମ ଦେଶର ପ୍ରଧାନମନ୍ତ୍ରୀ ପ୍ରଥମ ଲୋକ ସେ ନେପାଳକୁ ସାହାଯ୍ୟର ସହଯୋଗର ହାତ ବଢ଼େଇଲେ। ଏମିତି ଯେଉଁ କଥା ସବୁ ଚାଲିଛି, ଏ କାହିଁକି ସବୁ ହେଉଛି? ଆମେ ଯଦି ଗାଈକି ମାରିବା, ହାଣିବା, ଅବହେଳା କରିବା କି କ'ଣ କରିବା, ତାହେଲେ ଆଉ ତା ଆଖିର ଯେଉଁ ଲୁହ ବୋହିବ, ସେ ଲୁହଟା ଆମ ପାଇଁ ଅଭିଶାପରେ ପଡ଼ିବ। ତେଣୁ ଗୋ ସେବା,
ଗୋ ପୂଜନ କରନ୍ତୁ, ଭାଇ ଭାଇର ସମ୍ପର୍କ, ଭାଇ ଭାଇ ଭିନେ ହେଇଗଲେ, ଆଉ ଭିନେ ହେଇଗଲେ ତ ଆଉ ମରିଗଲେ। ସିଏ ରହିଲା ଧର ଉତ୍ତର ମୁଣ୍ଡରେ, ଇଏ ରହିଲା ପଶ୍ଚିମ ମୁଣ୍ଡରେ, କ'ଣ ତା ଘରକୁ ସିଏ ଯାଇପାରିବନି, ଆ ଘରକୁ ସିଏ ଯାଇପାରିବନି। ସେଇଟା ମଧ୍ୟ ହବ ନାହିଁ, ହଉନାହିଁ ତ ହବନି, ହଉନାହିଁ। ସେମିତି ବାପ ମାଙ୍କ କଥା ମଧ୍ୟ ଆହୁରି ତଦ୍ରୂପ ମାନେ କଥା। ଚାହା ଟିକେ ତାକୁ ଦିଆଯାଇପାରୁନି, ଔଷଧ ଦିଆଯାଇପାରୁନି, ଅପେକ୍ଷା କରିଛନ୍ତି କେତେବେଳେ ବୋହୂ କି ପୁଅ କିଏ ଆଣିକିରି ମୋର ଟିକେ ଚାହା ଦବ, ତା ସାଙ୍ଗରେ ବିସ୍କୁଟ ଖଣ୍ଡେ ବାଲା ଦିଅନା କାଫି ନାହିଁ। ତେଣୁ ମୋ ଭାଷାରେ ଏଇଭଳିଆ ସଂସାରରେ ଆମେ ଆଉ ରହିବା ପାଇଁ ଇଚ୍ଛା କରୁ। ଇଏ ମିଛୁଆ ରାଜ୍ୟ, ଏ କପଟିଆ ମଣିଷଙ୍କ ମେଳରେ ଆମେ ଜନ୍ମ ହେଇ ପଡ଼ିଲୁ। ପ୍ରଭୁ ଆମକୁ ଜନ୍ମ ଦେଲା, ଆମେ ବହୁତ ଚେଷ୍ଟା କରୁ। 60 ବର୍ଷ ହେଲା ଗପୁଛୁ। ବୈକୁଣ୍ଠ ସମାନ ଅଟେ ଆହା ସେଇ ଘର, ପରସ୍ପର ସ୍ନେହ ରହି ଥାଏ ନିରନ୍ତର। ଆଜି ଏଇ ଆଶ୍ରମରେ ପ୍ରତ୍ୟେକ ମାସ 2 ମାସରେ ନିଶ୍ଚିତ 2-3ଟି ଘରୋଇ ସମସ୍ୟା ମାନେ ସମାଧାନ ହେବ। ମୁଁ ଗୋଟେ ମାମୁଲକାର ଭଳିଆ ବସିବି, ଗୋଡ଼ ଉପରେ ଗୋଡ଼ ପକେଇ ବସିକି ତୋର କ'ଣ ହେଇଛି, ତାର କ'ଣ ହେଇଛି, ତାର କ'ଣ ହେଇଛି, ମୁଁ ତାଙ୍କୁ କୋବଲେଇବି, ଧମକେଇବି। 2ଟି ଭାଇ ବିନେ ହେଲେ ତାଙ୍କୁ ସବୁ ବଣ୍ଟା କୁଟା କରୁ କରୁ ରାତି ପାଇଗଲା, ବୋଧେ ଅଳ୍ପ ରାତି ଥିଲା। ଆଉ ଚାଲ ଯିବା ଶୋଇବା ପାଇଁ। ଶୋଇବା ପାଇଁ ଆଉ ଗଲାବେଳକୁ ରହିଗଲା, ମା ରହିଗଲା। ମା ତ 5 ଫୁଟ ହେଇନି। ଦେଖନ୍ତୁ ମଣିଷର ସେ ମାଆକୁ କ'ଣ କରିବା 5 ଫୁଟ। ମୁଁ ଟିକେ ଚୁପ୍ କରି ବସିଲି, ଏଇ ମାଆକୁ କ'ଣ ବାନ୍ଧିବେ ଦେଖିବା। ତାଙ୍କର ବଣ୍ଟା ହେଲେ ଯେ ତା ଘରେ 6 ମାସ, ଆ ଘରେ 6 ମାସ। ମୁଁ ତାକୁ ଶୁଣି ସାରି ସେ ପାଇଗଲା। ମା ବି ସେଇଠି ବସିଛି। ମୁଁ ଏବେ ରାଗଟା ମୋର ଶାନ୍ତି ହେଇଯାଇଛି। ମୋର ଗୋଟେ ନାଁ ବି ଅଛି, ମାନେ ରାଗିବା। ପ୍ରକୃତରେ ମୁଁ ସେଦିନ ଏତେ ମାନେ ମୋର ବିରକ୍ତି ସୃଷ୍ଟି ହେଲା। ମୁଁ କହିଲି ତମ ଘରେ ମୁଁ ଏଠି ଆଉ 5 ମିନିଟ୍ ବସିଲେ ମୋ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ମୁଖ ପଡ଼େ। ଯଦି ହାଣ୍ଡି ଭାଙ୍ଗିଲ, ଅଖା ଚିରିଲ, ବସ୍ତ୍ର ଚିରିଲ, ଜମିକୁ ଟୁକୁରା କଲ, ତାହେଲେ ମାଆକୁ ମଧ୍ୟ 2 ଫାଳେ କର। ତୁ ଗୋଟାଏ ଫାଳ ନେବୁ, ସେ ଗୋଟାଏ ଫାଳ ନେବ। ମୋରି ଆଗରେ ମାଆକୁ ଚିର। ଏଇଟା ସତ କଥାଟା ମୁଁ କହୁଛି। ଯାହାଙ୍କ କଥା କହୁଛି ସେ ବି ଶୁଣୁଥିବେ ଏ କଥା। ସେ ମନେ ପକଉଥିବେ, ଆରେ ଆମରି ଘର କଥା ତ ବଢ଼ିଆ କହୁଛି। ମାଆର ଆଖିରୁ ଲୁହ ବୋହିଗଲା। ଶେଷରେ ଫାଇନାଲ ହେଲା, ଆମର ରୋଷେଇ ହେବ, ତାଙ୍କର ରୋଷେଇ ହେବ। ମାଆର ଯୋଉଠି ଇଚ୍ଛା ହେବ ତାର ତା ଇଚ୍ଛା ପଛରେ, ତାକୁ ଆଉ ବଣ୍ଟା କୁଣ୍ଟା କେହି କରିବେନି। ତେଣୁ ମୁଁ ମା କଥା କହୁନି। ସବୁ ମା କେବେ 100% ଭଲ ହେବେ ଏ କଥା ମଧ୍ୟ ମୁଁ ଜାଣେ। ବାପା ମଧ୍ୟ ସେଇଆ। ତଥାପି ଗୋଟେ ମାନସିକ ଏଇଟା କ'ଣ କହନ୍ତି, ଗୋଟେ ମାନବିକତା ତ ଅଛି। ତେଣୁ ଆଜି ମାନବିକତା ଶୂନ୍ୟ ମଣିଷ, ଇଏ ବାଘ ଭାଲୁ ଗଣ୍ଡା ଗୟଳ ଭଳି ଆଜି ଏ ସଂସାର ଜଙ୍ଗଲରେ କେବଳ ଲୋକମାନଙ୍କୁ କ୍ଷତ ବିକ୍ଷତ କରୁଛନ୍ତି ଏବଂ ଇଏ ପୃଥିବୀର ଶାନ୍ତିଟାକୁ
ଆଜି ନଷ୍ଟ କରି ମୁଁ ନିଜେ ମଧ୍ୟ ମାନେ ଭୁକ୍ତଭୋଗୀ। ମୁଁ ବର୍ତ୍ତମାନ ସୁଦ୍ଧା ଅଶାନ୍ତ। ମୁଁ ଏବେ ବି ଭାବୁଛି କୋଉଠି ଏ ଆଶ୍ରମ ଯଦି ଗୋଟିଏ କେହି ଏମିତି ଆଶ୍ରମରେ ଆଶ୍ରମ ଦାୟିତ୍ୱ ମୁଁ ନେବି ମୋର ମୁଁ ତ୍ରୁଟା ପାଏ। କାରଣ ଯୋଉଠି ମଣିଷ ପଣିଆ ନାହିଁ ସେଠି କିଛି ନାହିଁ। ଧନ କୋଟିଏ ଅଛି, କିନ୍ତୁ ତ ମଣିଷ ପଣିଆ ନାହିଁ, ଧନ କୋଟିଏରୁ କଣ? ବିଦୁର ଘରେ କଣ ଧନ କୋଟିଏ ଧନ ଥିଲା? ବିଦୁର ଘରେ ଶାଗ ଭଜା ଖାଉଥିଲା। ଇଏ ଶାଗ ଭଜା ଠାକୁର ବି ବାଉରି ନଡ଼ିଆ ଦେଲା। ଭକ୍ତି ପୁରାଣ ପଢୁଛୁ ସେ କଥା। ମୁଁ ମା କଥା ବେଶୀ କହୁଛି ବୋଲି ଆପଣ ଭାବୁଛନ୍ତି। ନାଇଁ, ମା ଯାହା ମୋ ଦୃଷ୍ଟିରୁ ଆଜି ଯେଉଁ ସମାଜର ଅସ୍ଥିରତା ହେଉଛି ତାକୁ ଦେଖିକିରି ବି ରହିବ। କ'ଣ ତାକୁ କଲେ ହବ? କେବଳ ଆମେ ହିଁ ପ୍ରାର୍ଥନା ହିଁ କରୁଛୁ, ପ୍ରଭୁ ଏ ପୃଥିବୀର ମଣିଷମାନଙ୍କୁ ଟିକେ ସଦୁପଯୋଗ। ଆଜି ନେପାଳରେ ଯେଉଁ ଦୁର୍ଦ୍ଦଶା, ଏହାର କିଛି ବର୍ଷ ପୂର୍ବରୁ ଜାଣିଥିବେ କେଦାରନାଥରେ ଯେଉଁ ଦୁର୍ଦ୍ଦଶା, ହଜାର ହଜାର ଲୋକ ଭାସିଗଲେ। 1999 ମସିହାରେ ଆମ ଅଞ୍ଚଳରେ ଯେଉଁ ମାନେ ମହାବାତ୍ୟା ଆସିଥିଲା, କେତେ ଲୋକ ସେ କଥା ସବୁ ଶୁଣିଲେ ଏମିତି କୋଉ ମଣିଷ ନାହିଁ ଯାହା ଆଖିରୁ ଲୁହ ନ ବୋହିବ। ତେଣୁ ଗୋଟେ ସୁନ୍ଦର ସମାଜ, ସୁନ୍ଦର ପରିବାର ଆକୁ ଗଠନ ନ କରି କେବଳ ସେଇ ଧନ ସମ୍ପତ୍ତି ତାରି ପଛରେ ଗୋଡ଼ଉଛ। ଏଠି ଦିନେ ତମେ କୋଉ ରହିବ କି? ତମେ ବି ରହିବ। ତମେ ଗଲାବେଳେ ବି କିଛି ଲୋକ କହିବେ ହରିନାମ ସତ୍ୟ। ସଜ୍ଜନ ଏଇ ଭଲ ମଣିଷ ହବାର ସଂକଳ୍ପ ନେଇ ପ୍ରଭୁ ବଳରାମ ଯିଏ ହେଉଛନ୍ତି ଅବତାର ପୁରୁଷ, ସେଇ ବଳରାମଙ୍କର ବିଗ୍ରହ ଆଜି ଆମର କେନ୍ଦ୍ରାପଡ଼ାରେ କେନ୍ଦ୍ରାପଡ଼ା ଇଚ୍ଛାପୁରରେ ପୂଜା କରୁଛନ୍ତି। ତାଙ୍କର ପ୍ରସିଦ୍ଧ ଭୋଗ ହେଉଛି ରସାବଳୀ। ପୁରୀରେ ଯିଏ ହେଉଛନ୍ତି ଜଗନ୍ନାଥ, ଏଠି ସେ ବଳଦେବ ରୂପରେ ପୂଜା କରୁଛନ୍ତି। ସେ ଯେଉଁ ରଥ ଚଢ଼ନ୍ତି, ସେ ରଥର ନାଁ ହେଉଛି ବ୍ରହ୍ମତାଳଧ୍ୱଜ। ଆମର ଅନେକ ବଳଦେବଙ୍କ ମନ୍ଦିର ଏଇ ଓଡ଼ିଶା ମାଟିରେ ବି ଅଛି, ଅନେକ ମନ୍ଦିର ଅଛି, କିନ୍ତୁ ପ୍ରଥମ ମାନ୍ୟତା ବଳଭଦ୍ରଙ୍କୁ ଦିଆଯାଏ। ଏଇ ବଳଭଦ୍ରଙ୍କୁ ଦିଆଯାଏ। ଏଠି ଗୋଟେ ସ୍ୱତନ୍ତ୍ର କଥା ବି ଅଛି। ପୁରୀରୁ ଏବେ ଆଉ ହେଉଛି କି ନାହିଁ ମୁଁ କହିପାରିବିନି। ପୁରୀରୁ ସୁଭଦ୍ରା ରାକ୍ଷୀ ପଠାନ୍ତି ବଳଭଦ୍ରଙ୍କ ହାତରେ ବାନ୍ଧିବା ପାଇଁ। ଭାଇ ଭଉଣୀର ସମ୍ପର୍କ ଏମିତି ବି ଜଗନ୍ନାଥ ସଂସ୍କୃତିରେ ଅଛି। ଆଉ ଆଜି ଯାହା ଭାଇ ଭଉଣୀ ହେଉଛନ୍ତି ଆଉ ଆପଣମାନେ ପାରିବାରିକ ଜୀବନକୁ ଗଠନ କରନ୍ତୁ, ଭଲ ମଣିଷ ହୁଅନ୍ତୁ। ଏଇଠି କଥାକୁ ନା ମୋର
Thank you.